କଥାରେ ଅଛି ପରିଶ୍ରମ ହିଁ ସଫଳତାର ଚାବିକାଠି। ଆଉ ସେ ସଫଳତାର ସ୍ୱାଦ ସେ ଚାଖିଛି, ତାର ଜୀବନ ମୂଲ୍ୟବୋଧ ମଧ୍ୟ ହୋଇପାରିଛି ଏବଂ ସର୍ବୋଚ୍ଚ ସ୍ଥାନ ମଧ୍ୟ ସେ ଅଧିକାର କରିପାରିଛି। ସେ ହେଉଛନ୍ତି ରୁଦ୍ର ପ୍ରତାପ ସ୍ୱାଇଁ, ଯିଏକି ଗାଁରୁ ସହରକୁ ଆସିଥିଲେ ଏବଂ ସହରର ଢାଞ୍ଚାରେ ସେ ଖାପ ଖାଇ ପାଠ ପଢ଼ିଛନ୍ତି ଆଉ ଶେଷରେ ବାପା ମାଙ୍କର ସ୍ୱପ୍ନ ମଧ୍ୟ ସାକାର କରିଛନ୍ତି। ବର୍ତ୍ତମାନ ନିଟ୍ର ପରୀକ୍ଷା ଫଳ ପ୍ରକାଶ ମଧ୍ୟ ପାଇସାରିଛି ଆଉ ସେ କୃତିତ୍ୱ ହାସଲ କରିଛନ୍ତି। ତାଙ୍କ ସହିତ ଆମେ ଆଲୋଚନା କରିବା ସେ ହାସଲ ସ୍ୱାଗତ କରୁଛୁ। ବର୍ତ୍ତମାନ ନିଟ୍ ପରୀକ୍ଷା ଫଳ ମଧ୍ୟ ଇତିମଧ୍ୟରେ ପ୍ରକାଶ ପାଇସାରିଛି। ନିଟ୍ର କୃତକାର୍ଯ୍ୟ ହୋଇଛି ହେଉଛନ୍ତି ଏବଂ ନିଟ୍ର କୃତକାର୍ଯ୍ୟ ହେବା ଫଳରେ ଏତେ ଖୁସି ଅନୁଭବ କରୁଛନ୍ତି। ମୋ ଜୀବନର ପିଲାଦିନର ଆଶା ଥିଲା ଡକ୍ଟର ହେବାର। ତେବେ ପିଲାଦିନରୁ ମୁଁ ଏଥିପାଇଁ ଲକ୍ଷ୍ୟ ରଖି ଆଗକୁ ଯାଇଥିଲି। ଯେତେବେଳେ ପ୍ରଥମ ଏକ୍ଜାମ୍ ଫାର୍ଷ୍ଟ ଆଟେମ୍ପ୍ଟରେ ମୋର ହେଇନଥିଲା, ସେକେଣ୍ଡ ଆଟେମ୍ପ୍ଟରେ ମୁଁ ଏତେ ଅଲ୍ ଇଣ୍ଡିଆ ର୍ୟାଙ୍କ ମାର୍କ 600 ଅଲ୍ ଇଣ୍ଡିଆ ର୍ୟାଙ୍କ 1120 ରଖି ଆଜି ମୁଁ ନିଟ୍ କୃତିକାର୍ଯ୍ୟ କରିଛି। ତେଣୁକରି ମୁଁ ଏଥିପାଇଁ ବହୁତ ଖୁସି ଅଛି। ମୋ ଜୀବନର ଯେହେତୁ ମୋର ଲକ୍ଷ୍ୟଟି ପୂରଣ ହେଇଛି, ତେଣୁକରି ମୁଁ ଭଗବାନଙ୍କୁ ଧନ୍ୟବାଦ କରୁଛି ସେ ଆଶା ପୂରଣ କରିଥିବାରୁ ଏବଂ କଲେଜ ଏବଂ ମୋ ପ୍ୟାରେଣ୍ଟସ୍ ଏବଂ ସମସ୍ତଙ୍କ ଆଶୀର୍ବାଦ ଯୋଗୁଁ ଆଜି ମୁଁ ଏଠାରେ ପହଞ୍ଚି ପାରିଛି। ତେଣୁକରି ମୁଁ ଆଜି ବହୁତ ଖୁସି ଅଛି। ପିଲାବେଳେ କ'ଣ ଲକ୍ଷ୍ୟ ରଖିଥିଲି? ମୁଁ ଯେତେବେଳେ ଛୋଟ ପିଲା ଥିଲି ସେଇ ଦିନଠୁ ମୋ ଆଶା ଥିଲା କି ମୁଁ ଭବିଷ୍ୟତରେ ଗୋଟେ ଭଲ ଡକ୍ଟରଟେ ହେବି। ତା ଅନୁସାରେ ମୁଁ ପିଲାଦିନରୁ ତାହା କାହିଁକି ଡକ୍ଟର ହେବା ପାଇଁ ଇଚ୍ଛା ପ୍ରକାଶ? କାରଣ ଡକ୍ଟର ହେଉଛି ଗୋଟେ ନୋବେଲ ପ୍ରଫେସନ୍। ଏଇ ପ୍ରଫେସନ୍ ଆଉ କେଉଁ ପ୍ରଫେସନ୍ରେ ମିଳିବ ନାହିଁ। ଏଥିରେ ଆମେ ଲୋକମାନଙ୍କ ସେବା କରିପାରିବା। ତେଣୁକରି ମୋତେ ଏଇ ଜବ୍ଟି ମାନେ ଡକ୍ଟର ପ୍ରଫେସନ୍ଟି ଭଲ ଲାଗେ। ସପ୍ତମ ଶ୍ରେଣୀ ପଢ଼ିଲା ବେଳେ ଗାଁ ଛାଡ଼ିଲ, ସହରକୁ ଆସିଲ। ସହରର ଢାଞ୍ଚା କେମିତି ଲାଗିଥିଲା ସେଇ ସମୟରେ? ଯେଉଁ ଲକ୍ଷ୍ୟ ନେଇକି ତୁମେ ଆସିଥିଲ ସେ ଲକ୍ଷ୍ୟ ପୂରଣ ହେବ ବୋଲି ଚିନ୍ତା କରିପାରିଥିଲ? ପ୍ରଥମେ ତ ମୁଁ ଯେତେବେଳେ ଗାଁରୁ ସହରକୁ ଆସିଲି, ଏଠାକାର ପରିବେଶ ମୋତେ ଟିକେ ଭଲ ଲାଗିନଥିଲା। କିନ୍ତୁ କିଛି ସମୟ ବିତିଗଲା ପରେ ଏଇଠି ସହିତ ଆଡ଼ଜଷ୍ଟ ହେଇଗଲି ଆଉ ମୁଁ ମୋର କାମ କରିଚାଲିଲି। ମୋର ପରିଶ୍ରମ କେମିତି ଜଣେ କୃତିତ୍ୱ ଛାତ୍ର ଏବଂ ମେଧାବୀ ଛାତ୍ର ହିସାବରେ କେମିତି ଦେଖୁଛନ୍ତି କେତେ ଘଣ୍ଟା ପରିଶ୍ରମ କରିବାକୁ ପଡ଼ୁଛି? ନିଟ୍ ଭଳି ପରୀକ୍ଷା କୃତକାର୍ଯ୍ୟ କରିବା ଏତେ ସହଜ ମଧ୍ୟ ନଥିଲା। କିନ୍ତୁ ଦେଖନ୍ତୁ, ଆମେ ଯଦି ସବୁ ଜିନିଷକୁ ବହୁତ ଭାବିବା ତେବେ ହେଇପାରିବ ନାହିଁ। ଆମେ ସବୁ ଜିନିଷ ସିମ୍ପଲି ଭାବରେ କରିବାର ଅଛି। ତେବେ ନିଟ୍ ପାଇବା ପାଇଁ ମୁଁ ଦୈନିକ 7 8 ଘଣ୍ଟା ପରିଶ୍ରମ କରିଥିଲି କଲେଜ କ୍ଲାସ୍ ବ୍ୟତୀତ। ଏବେ ଦୈନିକ ପରିଶ୍ରମ ଯୋଗୁଁ ଆଉ ବହୁତ ରୁଟିନ୍ ପ୍ରାକ୍ଟିସ୍ ଯୋଗୁଁ ଆଜି ମୁଁ ଏଠାରେ ପହଞ୍ଚି ପାରିଛି। ବାପା ଜଣେ ସରକାରୀ ଶିକ୍ଷକ ଥିଲେ, ମା ବାପା ମାଆଙ୍କର ସ୍ୱପ୍ନ ବର୍ତ୍ତମାନ କେମିତି ପୂରଣ କରୁଛନ୍ତି ଆଉ ସେ ଯେଉଁ ସ୍ୱପ୍ନ ଦେଖୁଥିଲେ ସ୍ୱପ୍ନ ଦେଖୁଥିଲେ ସେ ସ୍ୱପ୍ନ ସାକାର ବାପା ମା ପିଲାଦିନରୁ ମୁଁ ଗୋଟେ ଭଲ ଭବିଷ୍ୟତରେ ଭଲ ମଣିଷ ବି ଡକ୍ଟର ହେବାର ଆଶା କରିଥିଲେ। ଆଜି ସେ ଆଶା ପୂରଣ ହୋଇଛି। ଯେହେତୁ ବାବା ଆଜି ନାହାନ୍ତି କିନ୍ତୁ ତାଙ୍କ ଆଶାଟି ପୂରଣ ହୋଇଛି, ତେଣୁକରି ଆଜି ମୁଁ ବହୁତ ଖୁସି ଅଛି ତାଙ୍କ ଆଶା ପୂରଣ ହୋଇଥିବା। ବାପାଙ୍କର ଆଶୀର୍ବାଦ ଆଜି ରହିଥିବ? ହଁ, ନିଶ୍ଚୟ। ସେ ଆଜି ନାହାନ୍ତି ବଟ୍ ହେଲେ ବି ତାଙ୍କ ଆଶୀର୍ବାଦ କେତେ ଘଣ୍ଟା ଦୈନିକ ପରିଶ୍ରମ କରୁଥିଲେ? ଦୈନିକ 7 8 ଘଣ୍ଟା। କଲେଜରେ ଏଠି 5 6 ଘଣ୍ଟା ପଢ଼ଉଥିଲା, ତା ସହିତ ଦୈନିକ 7 8 ଘଣ୍ଟା ପରିଶ୍ରମ କରୁଛି। କ'ଣ କହିବେ? ଯେହେତୁ ପରିଶ୍ରମ କରିଛନ୍ତି, ନିଟ୍ରେ 604 ନମ୍ବର ରଖିଛନ୍ତି, କୃତକାର୍ଯ୍ୟ ମଧ୍ୟ ହାସଲ କରିଛନ୍ତି, ପରବର୍ତ୍ତୀ ସମୟରେ ସେ ଚାକିରି ପାଇଁ ଇଚ୍ଛା ରଖିଥିଲା, ଉଭୟ ବାପା ମାଆଙ୍କର ମଧ୍ୟ ଇଚ୍ଛା ରଖିଥିଲା ଏବଂ ପରବର୍ତ୍ତୀ ସମୟରେ ବାପାଙ୍କର ମଧ୍ୟ କୌଣସି କାରଣବଶତଃ ଯେତେବେଳେ ସେ ପ୍ଲସ୍ 2 ଫାର୍ଷ୍ଟ ଇୟର୍ ପଢ଼ୁଥିଲେ ତାଙ୍କର ମଧ୍ୟ ଯାଇଥିଲା, ସେତେବେଳେ ମନୋବଳ ଭାଙ୍ଗି ଯାଇଥିଲା କି ନା ଆପଣ ତାଙ୍କୁ କେମିତି? ନା, ମୋର ମନୋବଳ ଭାଙ୍ଗିନଥିଲା। ମୋର ଛାତିର କହୁଥିଲେ ମଧ୍ୟ ମୋର ମନରେ ବଳ ଥିଲା। ମୁଁ ନିଶ୍ଚୟ ମୋ ପିଲାମାନଙ୍କୁ ମୁଁ ବଡ଼ ଲୋକ କରିବି ବୋଲି ମୁଁ ଆଶା ବାନ୍ଧିଥିଲି। ସମସ୍ତଙ୍କ ସପୋର୍ଟ ଥିଲା ମୋ ପରିବାରର। ନା, ତୁ ଭାଙ୍ଗି ପଡ଼ନି, ଦମ୍ଭ ଧରି ରହ, ତୋ ପିଲାମାନେ ନିଶ୍ଚୟ ବଡ଼ ଲୋକ ହେବେ। ତ ବାବା ବହୁତ ଭଲ କାମ କରିଛନ୍ତି। ତେଣୁକରି ସେମାନଙ୍କର ତାଙ୍କ ଆଶୀର୍ବାଦ ଅଛି ତୋ ପିଲାମାନଙ୍କ ଉପରେ, ତୋ ପିଲାମାନେ ବହୁତ ଭଲ ହେବେ। ଆଜି ମୋ ପୁଅ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି। ମୁଁ ଆଜି ବହୁତ ଖୁସି ଅଛି। ତା ବାବା ଦେଲେ ବହୁତ ଆଜି ଖୁସି ଥାଇଥାନ୍ତେ। ସେ ଯଦି ମନେକର ଆଜି ନାହାନ୍ତି କିନ୍ତୁ ତଥାପି ତାଙ୍କର ଆଶୀର୍ବାଦ ରହିଛି। ସେ ଆଶୀର୍ବାଦ ବଳରେ ମୋ ପୁଅ ଆଜି ଏତିକି ବାଟକୁ ଆସିପାରିଛି। ଯେତେବେଳେ ମା ଛୋଟ ଛୁଆଟି ରହିଥିଲା, 7ମ ଶ୍ରେଣୀ ପାଠ ପଢ଼ୁଥିଲା, ତାକୁ ଆପଣ ଗାଁ ଛାଡ଼ି ଦେଇକି ସହରକୁ ଛାଡ଼ିଦେଲେ, ସେତେବେଳେ ଆପଣଙ୍କ ମନରେ କିଛି ଦୁଃଖ ଆସିଥିଲା କି ଯେ ଗୋଟିଏ ପୁଅ ରହିଛି, ତାକୁ ମୋ ଠାରୁ ଦୂରେଇ ରଖୁଛି, ତା'ର ସଫଳତାର ସେ ପାହାଚ ଚଢ଼ି ଯିବ, ସେସବୁ ଅନୁଭବ? ନା, ମୋ ପୁଅକୁ ମୁଁ ମଣିଷ କରିବାକୁ ଇଚ୍ଛା ଶକ୍ତି ଥିଲା ମୋର। ତେଣୁକରି ମୋ ପୁଅ ମୋଠୁ ଦୂରରେ ରହୁ ବରଂ ଭଲ ମଣିଷଟି ବୋଲି ମୋର ଆଶା ଥିଲା। ଆଉ ପିଲାଦିନରୁ ଯେତେବେଳେ ସେ ପ୍ରଥମ ଶ୍ରେଣୀରେ ମୁଁ ତାକୁ ଗାଇଡ଼ କରିଛି। ଦ୍ୱିତୀୟ ଶ୍ରେଣୀ ହେବା ପୂର୍ବରୁ ପ୍ରଥମ ଶ୍ରେଣୀ ଯେତେବେଳେ ଥିଲା, ଦ୍ୱିତୀୟ ଶ୍ରେଣୀର କୋର୍ସ ତାକୁ ମୁଁ ସାରିଦିଏ। ଆର ବର୍ଷ ପାଠ ଖରାଦିନେ ସାରିଦିଏ, ପୁଅ ତ ତୁ ଦ୍ୱିତୀୟ ବର୍ଷ ଭଲ କରିପାରିବୁ। ମୁଁ 7ମ ଶ୍ରେଣୀ ଯେତେବେଳେ ଏଇଠି ପଢ଼ୁଥିଲା ମଧ୍ୟ ମୁଁ ଶନିବାର ରବିବାର ଆସିଲେ ମଧ୍ୟ ତାକୁ ମୁଁ ଗାଇଡ଼ କଲି।
ତାହେଲେ ପିଲାଠୁ ବେଳଠୁ ମଧ୍ୟ ସେ ମେଧାବୀ ହୋଇଥିଲା ଏବଂ ନିଜର ଲକ୍ଷ୍ୟ ମଧ୍ୟ ରଖିଥିଲା। ସେ ଲକ୍ଷ୍ୟ ସ୍ଥଳରେ ଆଜି ପହଞ୍ଚନ୍ତି, ଡକ୍ଟର ହେବେ ଏବଂ ଡକ୍ଟର ପାଠ ପଢ଼ିବେ, ରୋଗୀଙ୍କର ସେବା କରିବେ ଏବଂ ସେବା ଗୋଟେ ମାନବ ସେବା ହିଁ ମାଧବ ସେବା ବୋଲି ମଧ୍ୟ କୁହାଯାଉଥିଲା। ଆଜି ସଫଳ ହୋଇଛି। ମାନବ ସେବା ହିଁ ମାଧବ ସେବା। ଏଇ ସେବା କରି ସେ କେମିତି ସଫଳତାର ପାହାଚରେ ଆଗକୁ ଯାଉ, ଏତିକି ମୋର ଆଶୀର୍ବାଦ। ଯାହାକି ମଧ୍ୟ ଆମେ ଆଲୋଚନା କରୁଥିଲେ, ଯେହେତୁ ଗାଁରୁ ସହରକୁ ଆସିଥିଲେ, ସହର ଢାଞ୍ଚାରେ କେମିତି ସେ ପାଠ ପଢ଼ିବେ, ନିଜର ଲକ୍ଷ୍ୟସ୍ଥଳରେ ସେ କେମିତି ପହଞ୍ଚିବେ, ସେଇ ଲକ୍ଷ୍ୟସ୍ଥଳରେ ପହଞ୍ଚି ସେ କୃତକାର୍ଯ୍ୟ ହାସଲ କରିବେ ପାଇବାଟା ସହଜ ନୁହଁ ଏବଂ ନିଟ୍ କୃତକାର୍ଯ୍ୟ ହୋଇ ସେ ଆଜି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚନ୍ତି ଏବଂ ବାପା ମାଆଙ୍କର ମଧ୍ୟ ସ୍ୱପ୍ନକୁ ସାକାର ମଧ୍ୟ କରିଛନ୍ତି। ବ୍ରହ୍ମପୁରରୁ କ୍ୟାମେରା ପର୍ସନ ପ୍ରଶାନ୍ତ ପ୍ରତିନିଧିଙ୍କ ସହ କିରଣ କୁମାର ମିଶ୍ର, ଓଡ଼ିଶା ଭାଷା।